ସୁଭଦ୍ରା ଆଣିଛି ବଡ଼ ଉପହାର, ଖୁସି ହେବେ କୋଟିଏ ମହିଳା, ମିଳିବ ଦ୍ୱିତୀୟ କିସ୍ତି, ନ ମିଳିଥିବା ମହିଳା ପାଇବେ 10,000 ଟଙ୍କା। ରାଜ୍ୟରେ ନୂଆକରି ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ମାର୍ଚ୍ଚ 8 ତାରିଖରେ ମିଳିବାକୁ ଯାଉଛି। ଯେଉଁ ଯୋଗ୍ୟ ହିତାଧିକାରୀ ପ୍ରଥମ କିସ୍ତିରୁ ଏଯାଏ ବଞ୍ଚିତ ରହିଛନ୍ତି ସେମାନଙ୍କୁ ବ୍ୟାଙ୍କରେ ଏନପିସିଆଇ କ୍ଲିୟର କଲେ ପ୍ରଥମ ଓ ଦ୍ୱିତୀୟ କିସ୍ତି ଏକାସଙ୍ଗେ ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାହା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତିକୁ ନେଇ ତାରିଖ ଘୋଷଣା କରିଛନ୍ତି। ଆଉ ମହିଳାମାନଙ୍କ ପାଇଁ ସରକାର ସବୁବେଳେ ରହିଥିବା ମଧ୍ୟ ସେ କହିଛନ୍ତି। ଯେଉଁମାନେ ଏନପିସିଆଇରେ ଅସୁବିଧା ଯୋଗୁଁ ଟଙ୍କା ପାଇବାର ବଞ୍ଚିତ ହେବେ ସେମାନଙ୍କୁ ମାର୍ଚ୍ଚ 8 ତାରିଖରେ 10,000 ଟଙ୍କା ପ୍ରଦାନ କରାଯିବ ବୋଲି ମୋହନ ମାଝୀ କହିଛନ୍ତି। ଯେଉଁମାନଙ୍କର ଇକେୱାଇସି ପେଣ୍ଡିଂ ଅଛି ସେମାନେ କେମିତି ଚେକ୍ କରିବେ? ଆପଣମାନେ ସୁଭଦ୍ରା ଯୋଜନାର ଅଫିସିଆଲ ପେଜକୁ ଆସନ୍ତୁ ଏବଂ ତଳେ ଦେଖନ୍ତୁ ଏଠାରେ ରିକେୱାଇସି ଲିଷ୍ଟ ଅଛି ଏବଂ ନନ୍ ଇକେୱାଇସି ଆପ୍ଲିକାଣ୍ଟସ୍ ଅଛି। ତ ପ୍ରଥମେ ଏଠାରେ ଦେଖନ୍ତୁ ଡିଷ୍ଟ୍ରିକ୍ଟ ଲେଖା ଅଛି। ଆପଣ ଏହି ସିଲେକ୍ଟ ଡିଷ୍ଟ୍ରିକ୍ଟରେ କ୍ଲିକ୍ କରି ଆପଣମାନଙ୍କର ଡିଷ୍ଟ୍ରିକ୍ଟଟି ଚୁଜ୍ କରିନିଅନ୍ତୁ ଏବଂ ଆପଣମାନଙ୍କର ଏଠାରେ ବ୍ଲକଟି ଚୁଜ୍ କରିନିଅନ୍ତୁ ଏବଂ ଏଠାରେ ଆପଣମାନଙ୍କର ଗ୍ରାମ ପଞ୍ଚାୟତଟି ଏଠାରେ ଚୁଜ୍ କରିନିଅନ୍ତୁ। ଚୁଜ୍ କଲା ପରେ ଏଠାରେ ଭ୍ୟୁରେ ଆପଣମାନେ କ୍ଲିକ୍ କରିନିଅନ୍ତୁ। କଲା ପରେ ଏଠାରେ ଯେଉଁ ମା ଭଉଣୀ ମାନଙ୍କର ଇକେୱାଇସି ପେଣ୍ଡିଂ ଅଛି ଏଠାରେ ଆପଣମାନଙ୍କର ଲିଷ୍ଟ ଆସିଯିବ। ଆପଣମାନେ ତଳେ ଦେଖନ୍ତୁ ଗୋଟେ ଆକ୍ସନ ଜାଗାରେ ଦେଖନ୍ତୁ ରି ଇକେୱାଇସି ଲେଖା ଅଛି। ଆପଣମାନେ ଏହି ରି ଇକେୱାଇସିରେ ଆପଣମାନଙ୍କର ଫିଙ୍ଗର ପ୍ରିଣ୍ଟ ଦେଇ ଏଠାରେ ଇକେୱାଇସି ଅପଡେଟ୍ କରିନିଅନ୍ତୁ।